ଯାଜପୁର ଜିଲ୍ଲା କୋରାଇ ବ୍ଲକ ବନ୍ଦାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଲାଖାପାଟଣା ରେଲୱେ ଷ୍ଟେସନ ସଂଯୋଗୀ ଗଳିପୋଲ ରାସ୍ତାର ଜରୁରୀ ମରାମତି ଓ ଉନ୍ନତୀକରଣ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଦୁଲାଖାପାଟଣା ରେଲୱେ ଷ୍ଟେସନକୁ ଯିବା ଆସିବା ପାଇଁ ଥିବା ମୁଖ୍ୟ ଗଳିପୋଲ ରାସ୍ତାଟି ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଷ୍ଟେସନକୁ ଯିବା କିମ୍ବା ରେଳ ଲାଇନ ପାର ହେବା ପାଇଁ ଏହି ରାସ୍ତା ହିଁ ଏକମାତ୍ର ପ୍ରମୁଖ ମାଧ୍ୟମ ଅଟେ। ଦୁଲାଖାପାଟଣା ରେଲୱେ ଷ୍ଟେସନର ଉତ୍ତର ପାର୍ଶ୍ୱରେ ଥିବା ଗୋରଖପୁର, ଗମ୍ହାରିଆ, ବାଲିଆପାଳ, ନିଶଙ୍ଗପୁର, ମୁକୁନ୍ଦପୁର, ମଥୁରାପୁର ଆଦି ଗ୍ରାମ ସମେତ କେନ୍ଦୁଝର ଜିଲ୍ଲାର ଅନେକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ସେହିପରି ଦକ୍ଷିଣ ପାର୍ଶ୍ୱରେ ଥିବା ଇଚ୍ଛାପୁର ପାଟଣା, ଚୌଧୁରୀପାଟଣା, ଘନଶ୍ୟାମପୁର ଶାସନ, ଯମୁନାପାଟଣା, ଦୁଲାଖାପାଟଣା, ଶାଳବା ଆଦି ଗ୍ରାମର ଶହ ଶହ ଲୋକଙ୍କ ଦୈନିକ ଯାତାୟାତର ମୁଖ୍ୟ ମାଧ୍ୟମ ଏହି ରାସ୍ତାର ଅବସ୍ଥା ଦେଖିଲେ ଯିବା ଆସିବାକୁ ଡର ଲାଗୁଛି। ଏହି ରାସ୍ତା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପଥ ହେବା ସହ ବୈତରଣୀ ରୋଡ, ଷଠିପୁର, ପାଣିକୋଇଲି ଏବଂ ଜାତୀୟ ରାଜପଥ 16 ମାଧ୍ୟମରେ ଭଦ୍ରକ ଜିଲ୍ଲା ସହ ସଂଯୋଗ ସ୍ଥାପନ କରିଥାଏ। ତେଣୁ ଏହା କେବଳ ସ୍ଥାନୀୟ ଲୋକଙ୍କ ପାଇଁ ନୁହେଁ, ବରଂ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଅନେକ ଲୋକଙ୍କ ଜୀବନରେଖା ସଦୃଶ କାର୍ଯ୍ୟ କରୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବୈତରଣୀ ନଦୀ ପଠାରୁ ଶହ ଶହ ବାଲି ବୋଝେଇ ଗାଡ଼ି ଏହି ସଂକୀର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଛି। ଏହା ଫଳରେ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ଜୀବନହାନି ଘଟିଥିବା ବେଳେ ଦୁର୍ଘଟଣାର ଆଶଙ୍କା ସର୍ବଦା ଲାଗି ରହିଛି। କାଳବୈଶାଖୀ ବର୍ଷାରେ ରାସ୍ତାର ଅବସ୍ଥା ଆହୁରି ବେହାଲ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଯାଜପୁରରୁ ପ୍ରାର୍ଥନା ଦାସଙ୍କ ରିପୋର୍ଟ, ନେକ୍ସସ୍ ଓଡ଼ିଶା ନ୍ୟୁଜ। Nexus Odisha News।